ସାଙ୍ଗମାନେ ଦେଖ ଜଣେ ଭାଇ ମତେ ଇନଷ୍ଟାଗ୍ରାମରେ ମେସେଜ କରିଛନ୍ତି। ଭାଇଙ୍କର ନାଁଟା ହେଉଛି ନାଗୁମା KNTA। ତାଙ୍କ ସ୍ପେଲିଂଟା କ'ଣ ମୁଁ ବୁଝିପାରୁନି। ସେ କମେଣ୍ଟ କରିଛନ୍ତି, ଭାଇ ମୁଁ ବହୁତ ଗରିବ ଘରର ପିଲା ଆଉ ବିକଳାଙ୍ଗ, ମୋତେ କିଛି ଟଙ୍କାର ଆବଶ୍ୟକ। ଆପଣଙ୍କ ଆଇଡିରେ ଯଦି ଛାଡ଼ି ଦିଅନ୍ତି ମୁଁ ସାହାଯ୍ୟ ପାଇପାରନ୍ତି। ମୋ ଆଇଡି ସେଭ୍ କରନ୍ତୁ ଆଉ ତୁମ ଆଇଡିରେ ଛାଡ଼ି ଦିଅନ୍ତୁ ମୋ ଫୋନ୍ ପେ ନମ୍ବର। ଭାଇଙ୍କର କମେଣ୍ଟଟା ପଢ଼ିକି ମୋତେ ବହୁତ ଦୁଃଖ ଲାଗିଲା। ଭାଇଙ୍କର ସେ କଥାରେ ମୁଁ ବି ମଧ୍ୟ ଏକମତ। ବାସ୍ ସେ ଭାଇଙ୍କୁ ମୁଁ ଏତିକି କହିବା ପାଇଁ ଚାହୁଁଛି, ଭାଇ ତମକୁ ଯଦି ଲୋକମାନେ ସାହାଯ୍ୟ କଲେ, ଧରିନିଅ ମୁଁ ବି ଯଦି ସାହାଯ୍ୟ କଲି, ସେ ଟଙ୍କାରେ ତମେ କେତେ ଦିନ ଚଳିବ? ଆଗକୁ କ'ଣ ତମକୁ ଆଉ ଟଙ୍କାର ଆବଶ୍ୟକ ପଡ଼ିବନି? ଲୋକମାନେ ତମକୁ ଦିନେ 2 ଦିନ 3 ଦିନ ସାହାଯ୍ୟ କରିବେ, 4 ଦିନ ବେଳକୁ ତମକୁ କେହି ବି ପଚାରିବେନି। କ'ଣ ତାପରେ ତମକୁ ପଇସାର ଆବଶ୍ୟକ ପଡ଼ିବନି? ସେଥିପାଇଁ କେବେ କାହାଠାରୁ କିଛି ବି ଆଶା କରନି। ତମେ ଅବିକା ଟୋକା ଅଛ ଭାଇ, ବାହାରେ ଯାଇକି କୋଉଠି ଯଦି କାମ କରିବ ତମେ ପଇସା ରଖିପାରିବନି। ତମ ପଇସା ବାହାରେ ଲୋକମାନେ ଖାଇବେ। ସେଥିପାଇଁ ଅବିକା ମାଟି କଞ୍ଚା ଅଛି, ଯାହା ମୂର୍ତ୍ତି ଗଢ଼ିବା କଥା ଗଢ଼ି ଦିଅ। ଆଉ 5-10 ବର୍ଷ ଗଢ଼ିଗଲା ପରେ ବସିକି ଗୋଟେ ଜାଗାରେ ଭାବିବ, ସେତେବେଳେ ମୋ ପାଖରେ ସମୟ ଥିଲା, ସେ ସମୟକୁ ମୁଁ ହାତ ଛଡ଼ା କରିଦେଲି। ଆଉ ସେତେବେଳେ ତମେ ମୁଣ୍ଡ ପିଟି ଦେଲେ ବି ସେ ସମୟ ଆଉ ଫେରି ଆସିବନି। ସେଥିପାଇଁ ସବୁବେଳେ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ଚେଷ୍ଟା କର ଆଉ କର୍ମ କରିବା ପାଇଁ ଚେଷ୍ଟା କର। କର୍ମ ହେଉଛି ସେଇ ଭଗବାନ, ଯଦି ତମେ କର୍ମକୁ ଚିହ୍ନିବ, କର୍ମ ତମକୁ ଚିହ୍ନିବ। ଜୟ ହିନ୍ଦ।